ଏଠି ଦେଖନ୍ତୁ ଆମର ସୁଜନା ଶାଗ ବିଛଉଛନ୍ତି ଡାଳ ସହ। ହାଇ ଦେଖ ପଡିଲା। ଏତିକି ହେଇଯିବ। ସେଇଟା ତ ଖାଲି ଡାଳଟା, ସେଇଟାରେ ତ ଶାଗ ନାହିଁ। ଯାହା ଏଇଟାରେ ଅଛି ଯେତିକି ବିଛେଇଲ ସେଇ ଗୁଡ଼ା ନେଇ ଆସ, ହେଇଯିବ ଏତିକିରେ। ହେଇଯିବ ଆଜିକା ଆଇଟମ୍। ଆସିଗଲା ଆମର ଆଜିକା ମଧ୍ୟାହ୍ନ ଭୋଜନ। ବାସି ପଖାଳ ଦେଖନ୍ତୁ, ଆଉ କ'ଣ ତରକାରୀ ଆସିବ ଆପଣମାନେ ଅପେକ୍ଷା କରନ୍ତୁ। ଆଜି କ'ଣ ଆମର ଆଇଟମ୍ କରାହେଇଛି ମଧ୍ୟାହ୍ନରେ, ଆଇଟମ୍ ପୁଣି ଆସିଯାଉଛି। ଓ ମାଇ ଗଡ୍, ତୁଳି ମାଛ ପୋଡ଼ା। ଏଇ ଦେଖନ୍ତୁ ଧାନୁଆ ଲଙ୍କା, ୟାକୁ ପୁରା ଚକଟି ଦେବା। ସୋରିଷ ତେଲ ଟିକେ ଏଇଟାରେ ଢାଳି ଦେ, ମାଛଟାରେ। ୟାକୁ ଫାଷ୍ଟ ବନେଇ ଦେବା ଏଇନା। ସୋରିଷ ତେଲ ରସୁଣ ସୋରିଷ ତେଲ ବାସ୍ ହେଇଯିବ। ୟାକୁ ପୁରା ଚକଟା କରିଦେବା। ବର୍ତ୍ତମାନ ଭାଗ କରିଦେବା। 2 ଜଣ। ଆମ ଝିଅ ଆଗୁଆ ଖାଇସାରିଛନ୍ତି। ବର୍ତ୍ତମାନ ଖାଇବା। ଏ ଦେଖନ୍ତୁ। ମାଛ ଚକଟା ବଢ଼ିଆ ହେଇଛି, ପୁରା ଟେଷ୍ଟି। ଏଇଠି ଦେଖନ୍ତୁ ମୋର କୁକୁଡ଼ା ଗୁଡ଼ାକୁ ସାଙ୍ଗେ ସାଙ୍ଗେ ଡାକିଦେଲି, ସାଙ୍ଗେ ସାଙ୍ଗେ ପଳେଇ ଆସୁ। ଏଇଠି ଏହାକୁ ମୁଁ ଖାଇତେ ଦେବି ଏଇନା। ଦେଖନ୍ତୁ ଆଉ ଚିଆଁ ଗୁଡ଼ା ହେଇଗା। ପୁରା ମୋ କଥା ମାନିକି ଅଛନ୍ତି ଏଇ କୁକୁଡ଼ା ଗୁଡ଼ା। ଯେତେବେଳେ ଡାକିଲେ ବି ସେ ପଳେଇ ଆସିବେ ମୋ ପାଖକୁ।
এটা দেখুন তো এটা পিও পিও ଖାଇ ଦିଅ ଦେଖନ୍ତୁ ଆଜିକା ଖାଇବା ଆମର ରେଡି ହେଇଯାଇଛି ପଖାଳ ଭାତ ଆଉ ଏଇଟା ହଉଛି ସୁଜନା ଶାଗ ଆଉ ଜହ୍ନି ଭଜା ହେଇଛି ଆଉ ଏଇଟା କି ପତ୍ର କହନ ଏଇଟା ଶାଳ ନା କି ପତ୍ର କହନ ଏଇଟା ପଳାସ ପତ୍ରରେ ମାଛ ପତୁଆ ପତ୍ରରେ ପୁଡ଼ି ଦିଆ ହେଇଛି ଆଉ ଏଇଟା ଗୋଟେ ଧାନୁଆ ଲଙ୍କା ଦେଖନ୍ତୁ ଆଉ ବର୍ତ୍ତମାନ ବାପ ଝିଅ ପଖାଳ ଖାଇବା ଚାଲନ୍ତୁ ଆଜିକା ଖାଇବା ଆରମ୍ଭ କରିବା ଆଜିକା ଆଇଟମ କେମିତି ଟେଷ୍ଟ ହେଇଛି ଖାସ୍ ଶାଗ ଆଉ ଜହ୍ନି ଭଜା କେମିତି ଲାଗୁଛି ଖାଇକି ଦେଖିବା ବାহ ପୁରା ମିଠା ମିଠା ଲାଗୁଛି ବଢିଆ ପଖାଳ ସାଙ୍ଗକୁ ଜହ୍ନି ସୁଜନା ଶାଗ ଭଜା ମାଛ ପତ୍ର ପୋଡ଼ା ସରିଗଲା ବଢିଆ ଟେଷ୍ଟି ଲାଗିଲା ଆଜିକା ଆଇଟମ ଜହ୍ନି ଶାଗକୁ ସୁଜନା ଶାଗ ଭଜା ଆଉ ପଖାଳ ଆଉ ଆଜିକା ଖାଇବା ଭିଡ଼ିଓ ଆମେ ଏଠି ଶେଷ କରୁଛୁ ଆପଣମାନେ ଯଦି ଆମ ଭିଡ଼ିଓକୁ ଦେଖୁଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଆଉ କାଲି ଆଉ ଗୋଟେ ଭିଡ଼ିଓରେ ଦେଖାହବ ଏତିକିରେ ରହୁଛୁ।